ଆସନ୍ତୁ ବୁଲିଯିବା ପୁଞ୍ଜିଶିଲ ଜଳପ୍ରପାତ। ଦେଖନ୍ତୁ ଏଠି ଖସିବାର କେମିତି ମଜା ଅଛି। କେମିତି ଧାଡ଼ି ହେଇ ଖସିଗଲେ 8-10 ଜଣ ଯାକ ଦେଖନ୍ତୁ ଖସିଗଲେ, ଉପରୁ ତଳ ଯାକେ ପୁରା ଖସିଗଲେ। ଏଇଠି ଖସିବାର ଯେଉଁ ମଜା ଆଉ କେଉଁଠି ଆପଣ ପାଇବେ ନାହିଁ। ଏ ଦେଖନ୍ତୁ ଆମ ଭକ୍ତ ଭାଇନା ସିଏ ବି ଖସିବାକୁ ରେଡ଼ି ହେଲେଣି। ଦେଖନ୍ତୁ କହୁଛନ୍ତି ଯିବେ ନା ନାହିଁ, ଦେଖିଲାକୁ ସେ ଖସି ପଳେଇଲେ। ଧର 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 ଇଏ ଧରିବାକୁ କିଏ ସେ ଖସି ପଳେଇଲେ। ଦେଖନ୍ତୁ ପାହାଡ଼ ମାନେ ଉପରୁ ତଳକୁ ପର୍ଯ୍ୟନ୍ତ ସେ ଖସିଗଲେ ଆରାମସେ, କିଛି ନାହିଁ। ଏମିତି ଖସିବାର ମଜା ଆପଣ କୌଣସି ଜଳପ୍ରପାତରେ ଆପଣ ପାଇବେ ନାହିଁ। ତ ଏଇ ଜଳପ୍ରପାତ ଆପଣ କେମିତି ଆସିବେ ସେଇ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ। ଏଇଟା ହେଉଛି ପୁଞ୍ଜିଶିଲ ଜଳପ୍ରପାତ। ଏଇଟା କୋରାପୁଟଠାରୁ ପ୍ରାୟ 24 କିଲୋମିଟର ଦୂରରେ ଅଛି। ଜୟପୁରଠୁ ଦୂରଟା 45 କିଲୋମିଟର। ଆପଣ ପୁଞ୍ଜିଶିଲ ଜଳପ୍ରପାତ ଯିବାକୁ ହେଲେ କୋରାପୁଟ ଟୁ ରାୟଗଡ଼ା ରାସ୍ତା, ଲମତାପୁଟ ରାସ୍ତା ଦେଇ ଆପଣ ଯିବେ। କୋରାପୁଟ ପାଖାପାଖି ପୋଡ଼ାଗଡ଼ ପର୍ଯ୍ୟନ୍ତ ଗଲା ପରେ 20 କିଲୋମିଟର ପାଖାପାଖି ଗଲା ପରେ ସେଠୁ ଡାହାଣକୁ ଆପଣ ଯିବେ ଆଉ 4-5 କିଲୋମିଟର ଗଲା ପରେ ଆପଣ ଆସିଯିବ ପୁଞ୍ଜିଶିଲ ୱାଟରଫଲ୍। ଏଠି ଗାଧେଇବାର ଏମିତି ମଜା ଆପଣ ଦେଖୁଛନ୍ତି। ସମସ୍ତେ ଗାଧେଇବା କେମିତି ମଜା ନେଉଛନ୍ତି। ଏଠି ପାଣି ବେଶୀ ନାହିଁ, ଅଳ୍ପ ପାଣି, ଆଣ୍ଠିଏ ପାଣି ହେବ। ଛୁଆ ପିଲା ହୁଅନ୍ତୁ ବଡ଼ ପିଲା ହୁଅନ୍ତୁ ସମସ୍ତେ ଆରାମସେ ଗାଧେଇ ପାରିବେ, ପାଣିର ମଜା ନେଇପାରିବେ। ଆଉ ଖସିବାର ତ ଏଇ ମଜା ଆଉ କୌଣସି ଜଳପ୍ରପାତରେ ଆପଣ ପାଇବେ ନାହିଁ। ଛୋଟ ପିଲା ବଡ଼ ପିଲା ସମସ୍ତେ ପାଣି ସହିତ ଖେଳିବା ପାଇଁ ଯେଉଁମାନେ ଭାରି ଇଚ୍ଛୁକ, ମଜା ନେବାକୁ ଚାହୁଁଛନ୍ତି ସେଠି ଏଠିକି ଆସନ୍ତୁ, ଏନ୍ଜୟ କରନ୍ତୁ। ଆଉ ଆପଣ ପିକନିକ୍ କରିବା ପାଇଁ ଚାହୁଁଥିଲେ, ବାହାରୁ ଆସୁଥିଲେ, ଏ ଜାଗାକୁ ଆସନ୍ତୁ, ଆରାମସେ ଏଠି ଗାଧାନ୍ତୁ। ଆପଣ ଭୋଜି କରନ୍ତୁ, ପିକନିକ୍ କରନ୍ତୁ, ସବୁଠୁ ସୁନ୍ଦର ମଜା ପାଇପାରିବେ। ଏଭଳି ମଜା ଆଉ କେଉଁଠି ପାଇବେ ନାହିଁ। ଗାଧୋଇବାର ମଜା ଭାବୁଛନ୍ତି ଖାଲି କ'ଣ ପୁଅ ପିଲା ଗାଧୁଛନ୍ତି? ଏବେ ଆମେ ଆପଣଙ୍କୁ ଦେଖେଇବୁ ଝୁଅ ପିଲା କେମିତି ବି ଖସୁଛନ୍ତି। ଦେଖନ୍ତୁ ଆମ ଭାଇକୁ ଜଣକୁ ମାଇଲେଣି ଗୋଇଠା ମାରି ଖସେଇ ଦେଇଗଲେ। ଭାଇ ଖସୁନଥିଲେ, ଜବରଦସ୍ତ କହିଲେ ଚାଲ ଚାଲ ଖସିବ ଚାଲ। ବର୍ତ୍ତମାନ ଦେଖନ୍ତୁ 4 ଭାଇ କେମିତି ଖସି ଯାଉଛନ୍ତି। ଏବେ ଆମେ ଆପଣଙ୍କୁ ଦେଖେଇବୁ ଝୁଅ ପିଲା କେମିତି ଖସୁଛନ୍ତି। ଖାଲି ପୁଅ ପିଲା ନୁହନ୍ତି, ଝୁଅ ପିଲା କେମିତି ଖସୁଛନ୍ତି ସେଇଟା ଆପଣଙ୍କୁ ଦେଖେଇବୁ। ଦେଖନ୍ତୁ ଭଲକି ଟିକେ ଭିଡ଼ିଓକୁ ଦେଖନ୍ତୁ। ଏକାଥରେ 4-5 ଜଣ ଝୁଅ ପିଲା, ସେମାନେ ବି ଖସିବାର ମଜା ନେବେ। ଭାଇ ତ ଆମର କେମିତି ମଜା ନେଲେ ଜାଣିଲୁ, ଦେଖୁଛନ୍ତି। ଏବେ ଦେଖନ୍ତୁ ଝୁଅ ପିଲା ଖସିଲେ। ଦେଖନ୍ତୁ ଜଣେ ଭାଇ ଆଗରେ ଅଛନ୍ତି, ତାଙ୍କ ସାଥିରେ 4 ଜଣ ଝୁଅ ପିଲା, ସେମାନେ ବି ଖସିଲେ। ସେମାନେ ବି ମଜା ନେବାକୁ ଛାଡ଼ିଲେନି। ସେମାନେ କହିଲେ କ'ଣ ପୁଅ ପିଲା ଖାଲି ମଜା ନେବେ, ଆମେ ବି ମଜା ନେବୁ। ତ ଦେଖନ୍ତୁ ଯେଉଁଠି ଝୁଅ ପିଲା ଖସିବାର ମଜା ଛାଡ଼ୁନାହାନ୍ତି, ଆପଣ ଥରେ ଆସନ୍ତୁ, ନିଶ୍ଚୟ ବୁଲି ଯାଆନ୍ତୁ ପୁଞ୍ଜିଶିଲ ଜଳପ୍ରପାତ, ଆଉ ଖସିବାର ଗାଧୋଇବାର ସମ୍ପୂର୍ଣ୍ଣ ମଜା ନିଅନ୍ତୁ।